ଏଇଥର ଇଲେକ୍ସନରେ 35,000 ଭୋଟରେ ଜିତିଲେ। ଯଦି ସେ ଖରାପ ଲୋକ ହେଇଥାନ୍ତେ 35,000 ଟଙ୍କା ଜିତିଲେ କେମିତିକା? ସେ 35,000 ଦେଇଥିଲେ 3 ଥର 4 ଥର ଜିତିଲେଣି, ଆହୁରି 4 ଥର ଜିତିବେ। ମୁଁ ବାପୁ ବାବୁଙ୍କ ସୋସିଆଲ ମିଡ଼ିଆରେ ଯେଉଁ ଘୁରି ବୁଲୁଛି ଯେଉଁ ଇଏଟା ଆମ ମୋ ମାଲିକ ବି ଆସୁଛି, ସବୁଆଡ଼େ ଆସୁଛି। ତେଣୁ ବାପୁ ବାବୁ ଖରାପ ଲୋକ ନୁହନ୍ତି, ସେ ସୁଖ ଦୁଃଖରେ ସାହାଯ୍ୟ କରନ୍ତି। ସୁଖ ଦୁଃଖରେ ସାହାଯ୍ୟ କରିବା ଲୋକ ସିଏ ଧର୍ମ ଅନୁଷ୍ଠାନକୁ ସାହାଯ୍ୟ କରିବା ଲୋକ। ସିଏ ତାର ପଇସା ଅଭାବ ନାହିଁ, ତାର ପଇସା ଅଭାବ ନାହିଁ, କିନ୍ତୁ ଗରିବ ଲୋକକୁ ସାହାଯ୍ୟ କରନ୍ତି। ସିଏ ଏଇଥର ଇଲେକ୍ସନରେ 35,000 ଭୋଟରେ ଜିତିଲେ। ଯଦି ସେ ଖରାପ ଲୋକ ହେଇଥାନ୍ତେ 35,000 ଟଙ୍କା ଜିତିଲେ କେମିତିକା? ସେ 35,000 ଦେଇଥିଲେ 3 ଥର 4 ଥର ଜିତିଲେଣି, ଆହୁରି 4 ଥର ଜିତିବେ। ଡର୍ଜନ ବର୍ଷ ଜିତିବେ। କିଶୋର ପ୍ରଧାନ କେମିତିକା ବିଧାୟକ, ଓଡ଼ିଶାର 1 ନମ୍ବର ବିଧାୟକ। ସେ ମୁଁ ଜାଣିଛି ବା ଆମ ତାଳଚେର ଲୋକ ସମସ୍ତେ କହିବେ, କିନ୍ତୁ ବ୍ରଜବାବୁଙ୍କ ନାଁରେ ଯେତେ ବଦନାମ କଲେ କିଛି ମୂଲ୍ୟ ମିଳିବନି। ତେଣୁ ସେ ଖରାପ ଲୋକ ନୁହନ୍ତି, ନା ପଇସାରେ ପିଆର ନୁହନ୍ତି। ମାନେ ସ୍ଥାନୀୟ ବାସିନ୍ଦା ଜାଣିବେ, ଆଉ ଆମ ତାଳଚେର ବି ସବୁ ଜାଣିବେ। ତେଣୁ ସେ ଲୋକ ଖରାପ ନାହିଁ, ସୋସିଆଲ ମିଡ଼ିଆରେ ବୁଲେଇଲେ କିଛି ଲାଭ ହେବନି। ବ୍ରଜକିଶୋର ପ୍ରଧାନ କମ୍ପାନୀ ବିରୁଦ୍ଧରେ ଯାଏ, ସିଏ ଚାନ୍ଦା ମାଗେ କି? ଗାଁ ପ୍ରଜା, ଜମିହରା ପ୍ରଜା ଯେତିକି ପଇସା, ଯେତିକି ଲୋକମାନଙ୍କୁ ସାହାଯ୍ୟ ସେ କରନ୍ତି, କେଉଁଟେ କମ୍ପାନୀରେ ଗୋଟେ ରଖିବା ପାଇଁ ସେ ସାହାଯ୍ୟ କରନ୍ତି। ଯଦି କମ୍ପାନୀ ବିରୁଦ୍ଧ କମ୍ପାନୀର ସପୋର୍ଟ ଲୋକ ହୁଅନ୍ତେ, ବ୍ରଜକିଶୋର ପ୍ରଧାନ ତାହେଲେ ପଇସା ନେଇକି ତୁନି ହେଇଯାଆନ୍ତେ। ତେଣୁ ବ୍ରଜକିଶୋର ପ୍ରଧାନ ତ ଲୋକମାନଙ୍କ ସେବାରେ ଅଛନ୍ତି। ସେ କେମିତି କମ୍ପାନୀରେ କେମିତି ଜମିହରା ପ୍ରଜା ଥଇଥାନ ହୁଅନ୍ତୁ ବୋଲି ସେ ଚେଷ୍ଟା କରନ୍ତି।